ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟରେ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ କାହା ସାଥେ କରିବା ପ୍ରେମ। ଆଉ ଆମେ ଏଇ ଅଧ୍ୟାୟରେ ଜାଣିବା ପଣ୍ଡିତ କହିଲେ। ତ ଚାଲନ୍ତୁ ବନ୍ଧୁ, ଡେରି ନକରି ଆଉ ଆରମ୍ଭ କରିବା। ପଣ୍ଡିତ କହିଲେ, କର୍ଣ୍ଣ ମଧ୍ୟସ୍ଥ ଯାଇ ଭାଗ୍ୟବନ୍ତ ଓ ଯଶସ୍ୱୀ କରାଏ। ବନ୍ଧୁ ଯିଏ ବୁଝି ନ ପାରୁଥିବେ, ଆପଣଙ୍କୁ ବୁଝାଇବା ପାଇଁ ମୁଁ ଚେଷ୍ଟା କରିବି। ତ ଆଗକୁ ଯିବା। ଯାହାଙ୍କର ଗଣ୍ଡ ଦେଶରେ ଯାଇ ପ୍ରେମ ଓ ଦାମ୍ପତ୍ୟରେ ସୁଖ ଭୋଗୀ ସୌଭାଗ୍ୟବତୀ ଜୀବନ। ତ ଆଗକୁ ଯିବା। ଯାହାଙ୍କର ଲମ୍ବଯୁକ୍ତ ନଖ ଓ ଧଳା ଦାଗ ବିଶିଷ୍ଟ ସେପରି ବ୍ୟକ୍ତି ଆର୍ଥିକ ଓ ପାରିବାରିକ କ୍ଷେତ୍ରରେ ସୁଖୀ। ତ ଆଗକୁ ଯିବା। ଯାହାଙ୍କର ନଖର ଅଗ୍ରଭାଗ ବକ୍ର ସେପରି ବ୍ୟକ୍ତି କର୍ମହୀନତାର ପରିଚାୟକ। ତ ଆଗକୁ ଯିବା। ଯାହାଙ୍କର ନଖ ଉଚ୍ଚ ନୀଚ ଅସମତଳ ଭଙ୍ଗା ଭଙ୍ଗା ସେପରି ମନୁଷ୍ୟ ସଦା ଦୁରାରୋଗ୍ୟ ଭୋଗ କରିଥାଏ। ତ ଆଗକୁ ଯିବା। ଯାହାଙ୍କର ହାଲୁକା ରଙ୍ଗର ନଖ ସେପରି ମନୁଷ୍ୟ ଦୁର୍ବଳ ଓ ଦୁଃଖମୟ ଜୀବନ ଯାପନ କରନ୍ତି। ଆଗକୁ ଯିବା। ଯାହାଙ୍କର ନଖର ଶେଷ ଭାଗ ଗୋଲାକୃତି ସେପରି ମନୁଷ୍ୟ ଶୁଭ ଲକ୍ଷଣ ଯୁକ୍ତ ସୁଖୀ। ଆଗକୁ ଯିବା। ଯାହାଙ୍କ ତୀକ୍ଷ୍ଣ ନଖ ମାଂସାଳ ଲମ୍ବ ଏପରି ମନୁଷ୍ୟ ଶିଳ୍ପକାର ଓ କଳାକାର ହୋଇଥାନ୍ତି। ଆଗକୁ ଯିବା। ଯାହାଙ୍କର ନଖ ମଧ୍ୟମ ଧରଣର ଦେଖିବାକୁ ଅସୁନ୍ଦର ସେପରି ମନୁଷ୍ୟମାନେ ନିଷ୍ଠୁର କ୍ରୋଧ ପରାୟଣ ଓ ଦରିଦ୍ର ହୋଇଥାନ୍ତି। ଆଗକୁ ଯିବା। ଯାହାଙ୍କର ନଖ ଲମ୍ବ ଓ ବଡ଼ ନଖ ତାମ୍ରବର୍ଣ୍ଣ ପ୍ରାୟ ସେପରି ମନୁଷ୍ୟ ଦୀର୍ଘାୟୁ ଓ ଖୁବ୍ ଶକ୍ତିମାନ ହୋଇଥାନ୍ତି। ଆଗକୁ ଯିବା। ଯାହାଙ୍କର ନଖ ଲମ୍ବ ଓ ବକ୍ର ସେପରି ମନୁଷ୍ୟ ଖୁବ୍ ନିଷ୍ଠୁର ଓ ହୃଦୟହୀନ ହୋଇଥାନ୍ତି। ଆଗକୁ ଯିବା। ଯାହାଙ୍କର ନଖ ତମ୍ବାଳିଆ ଲମ୍ବ ବିଶିଷ୍ଟ ସେପରି ମନୁଷ୍ୟ ସଦା ଦିନେ ସୁଖାନନ୍ଦରେ ବଞ୍ଚି ରହନ୍ତି। ଆଗକୁ ଯିବା। ଯାହାଙ୍କର ନଖ ସାମାନ୍ୟ ଚଉଡ଼ା ସେପରି ମନୁଷ୍ୟକୁ ପରନିନ୍ଦୀକୁ ପ୍ରତାରକ ଭାବରେ ଚିହ୍ନଟ କରିବ। ଆଗକୁ ଯିବା। ଯାହାଙ୍କର ନଖ ଚଉଡ଼ା ସେମାନଙ୍କୁ ଜ୍ଞାନବାନ ମନେ କରିବ। ଆଗକୁ ଯିବା। ଯାହାଙ୍କର ନଖଗୁଡ଼ିକ ଲମ୍ବ ସେମାନେ ସମସ୍ତ କାର୍ଯ୍ୟରେ ଓସ୍ତାଦ ଭାବେ ପରିଚିତ ହୋଇଥାନ୍ତି। ଆଗକୁ ଯିବା। ଯାହାଙ୍କର ନଖଗୁଡ଼ିକ କଳା ସେପରି ବ୍ୟକ୍ତି କଠିନ ରୋଗ ଭୋଗ କରି ମୃତ୍ୟୁ ମୁଖରେ ପଡ଼ନ୍ତି। ଆଗକୁ ଯିବା। ସୋମବାରେ ପୂର୍ବ ଦିଗ ଗମନ କାଳେ ଛିଙ୍କ ହେଲେ ସୌଭାଗ୍ୟ ଯୋଗର ନିଦର୍ଶନ। ଆଗକୁ ଯିବା। ପଶ୍ଚିମ ଦିଗରେ ଗମନ କାଳେ ଛିଙ୍କ ହେଲେ ସମସ୍ତ ପ୍ରକାର ଲାଭ ପ୍ରାପ୍ତିର ସୂଚନା। ଆଗକୁ ଯିବା। ଉତ୍ତର ଦିଗରେ ଗମନ କାଳେ ଛିଙ୍କ ହେଲେ ସର୍ବ ଲାଭ ଯୋଗ। ଆଗକୁ ଯିବା। ଉତ୍ତର ଦିଗରେ ଗମନ କାଳେ ଛିଙ୍କ ହେଲେ ସେଦିନ ବନ୍ଧୁ ସୁଖ। ଦକ୍ଷିଣ ଦିଗରେ ଗମନ କାଳେ ଛିଙ୍କ ହେଲେ ସେଦିନ ଘାତ ପ୍ରତିଘାତର ଆଶଙ୍କା। ଆଗକୁ ଯିବା।
ଅଗ୍ନୟ ଓ ବାୟବ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ଗୁରୁତର ମନ୍ଦ ଯୋଗ। ଆଗକୁ ଯିବା। ନୈରତ ଓ ଐଶାନ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ଏହା ସବୁ ଦିଗକୁ ଶୁଭ ସଂକେତ ଦେଇଥାଏ। ଆଗକୁ ଯିବା। ମଙ୍ଗଳବାରରେ ପୂର୍ବ ଦିଗ ଗମନ କାଳେ ଛିଙ୍କ ହେଲେ ଏଥିରେ ସୁଖ ସୌଭାଗ୍ୟ ଲାଭ। ଆଗକୁ ଯିବା। ପଶ୍ଚିମ ଦିଗକୁ ଗମନ କାଳେ ଛିଙ୍କ ହେଲେ ସେଦିନ ଆଘାତ ଯୋଗ ସାବଧାନ। ଆଗକୁ ଯିବା। ଉତ୍ତର ଦିଗକୁ ଗମନ କାଳେ ଛିଙ୍କ ହେଲେ ସୁଖ ସୌଭାଗ୍ୟ ପ୍ରାପ୍ତିର ସୂଚନା। ଆଗକୁ ଯିବା। ଦକ୍ଷିଣ ଦିଗକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ କାର୍ଯ୍ୟ ସୁଖକର। ଆଗକୁ ଯିବା। ଆଗ୍ନେୟ ଦିଗରେ ଗମନ କାଳେ ଛିଙ୍କ ହେଲେ ସର୍ବଲାଭ ଯୋଗ। ଆଗକୁ ଯିବା। ବାୟବ୍ୟ ଦିଗରେ ଗମନ କାଳେ ଛିଙ୍କ ହେଲେ ସେଦିନ ସେହି ଦିଗରେ ଅର୍ଥ ହାନିର ଆଶଙ୍କ। ଆଗକୁ ଯିବା। ନୈଋତ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସେ ଦିଗରେ ସମସ୍ତ କାର୍ଯ୍ୟରେ ସିଦ୍ଧିପ୍ରଦ ଫଳ। ଆଗକୁ ଯିବା। ଐଶାନ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ ପ୍ରକାର ଶୁଭ ଲାଭ ହୋଇଥାଏ। ଆଗକୁ ଯିବା। ବୁଧବାର ପୂର୍ବ ଦିଗକୁ ଗମନ କାଳେ ଛିଙ୍କ ହେଲେ ସେହି ଦିଗରେ ହାନି ଯୋଗ। ଆଗକୁ ଯିବା। ପଶ୍ଚିମ ଦିଗକୁ ଗମନ କାଳେ ଛିଙ୍କ ହେଲେ କଳହ ମାଡ଼ ପିଟ ହେବାର ଆଶଙ୍କା। ଆଗକୁ ଯିବା। ଉତ୍ତର ଦିଗକୁ ଗମନ କାଳେ ଛିଙ୍କ ହେଲେ ବନ୍ଧୁ ଯୋଗ। ଦକ୍ଷିଣ ଦିଗକୁ ଗମନ କାଳେ ଛିଙ୍କ ହେଲେ ସର୍ବଶୁଭ ଯୋଗ। ଆଗକୁ ଯିବା। ଅଗ୍ନେୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ କାର୍ଯ୍ୟରେ ଶୁଭପ୍ରଦ। ଆଗକୁ ଯିବା। ବାୟବ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ଅର୍ଥ ହାନିର ସମ୍ଭାବନା। ଆଗକୁ ଯିବା। ନୈଋତ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ କାର୍ଯ୍ୟରେ ବିଳମ୍ବତା ଦେଖା ଦେବ। ଆଗକୁ ଯିବା। ଗୁରୁବାର ପୂର୍ବ ଦିଗକୁ ଗମନ କାଳେ ଛିଙ୍କ ହେଲେ ଶତ୍ରୁ ପରାଜୟ। ଆଗକୁ ଯିବା। ପଶ୍ଚିମ ଦିଗକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ ଶୁଭ କାର୍ଯ୍ୟରେ ଅଶୁଭ। ଆଗକୁ ଯିବା। ଉତ୍ତର ଦିଗକୁ ଗମନ କାଳେ ଛିଙ୍କ ହେଲେ ଧନ ବ୍ୟୟ ଓ ଦୁଃଖ। ଆଗକୁ ଯିବା। ଦକ୍ଷିଣ ଦିଗକୁ ଗମନ କାଳେ ଛିଙ୍କ ହେଲେ କାର୍ଯ୍ୟ ସିଦ୍ଧିରେ ବିଳମ୍ବ ଯୋଗ। ଆଗକୁ ଯିବା। ଆଗ୍ନେୟ କୋଣକୁ ଗମନ କାଳେ ଛିଙ୍କ ହେଲେ ବନ୍ଧୁ ସୁଖ ଭୋଗ। ତ ବନ୍ଧୁ ଆଗକୁ ଯିବା। ବାୟବ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ଏହା ଦିନଟା ସାରା ହାନିକାରକ। ଆଗକୁ ଯିବା। ନୈଋତ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ କାର୍ଯ୍ୟରେ ବିଳମ୍ବ। ଆଗକୁ ଯିବା। ଐଶାନ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସର୍ବ ସୌଭାଗ୍ୟ ଯୋଗ। ଆଗକୁ ଯିବା। ଶୁକ୍ରବାର ପୂର୍ବ ଦିଗକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ କର୍ମରେ ଶୁଭ ଯୋଗ। ଆଗକୁ ଯିବା। ପଶ୍ଚିମ ଦିଗକୁ ଗମନ କାଳେ ଛିଙ୍କ ହେଲେ ସର୍ବଶୁଭ ଯୋଗ। ଆଗକୁ ଯିବା। ଉତ୍ତର ଦିଗକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ ଧନ କ୍ଷୟର ଆଶଙ୍କା। ଆଗକୁ ଯିବା।
ଦକ୍ଷିଣ ଦିଗକୁ ଗମନ କାଳେ ଛିଙ୍କ ହେଲେ ସର୍ବ ସୌଭାଗ୍ୟ ଲାଭ। ଆଗକୁ ଯିବା। ଆଗ୍ନେୟ ଦିଗକୁ ଗମନ କାଳେ ଛିଙ୍କ ହେଲେ ଲାଭ ଶୁଭ ଯୋଗ। ଆଗକୁ ଯିବା। ବାୟବ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ କାର୍ଯ୍ୟରେ କ୍ଷତି ହେବାର ସମ୍ଭାବନା। ଆଗକୁ ଯିବା। ନୈଋତ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ଏହା ଅର୍ଥ ପ୍ରାପ୍ତିର ସୂଚନା। ଆଗକୁ ଯିବା। ଈଶାନ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସବୁ କାର୍ଯ୍ୟରେ ହାନି ଯୋଗ। ଆଗକୁ ଯିବା। ଶନିବାର ପୂର୍ବ ଦିଗକୁ ଗମନ କାଳେ ଛିଙ୍କ ହେଲେ ଅର୍ଥ ବ୍ୟୟର ସୂଚନା। ତ ଆଗକୁ ଯିବା। ପଶ୍ଚିମ ଦିଗକୁ ଗମନ କାଳେ ଛିଙ୍କ ହେଲେ ହାନିର କାରଣ। ଆଗକୁ ଯିବା। ଉତ୍ତର ଦକ୍ଷିଣ ଦିଗକୁ ଗମନ କାଳେ ଛିଙ୍କ ହେଲେ ଏଥିରେ ଶୁଭ ସୌଭାଗ୍ୟ ଯୋଗ। ଆଗକୁ ଯିବା। ଆଗ୍ନେୟ କୋଣକୁ ଗମନ କାଳେ ଛିଙ୍କ ହେଲେ ଏଥିରେ ବହୁ ଗୁଣରେ ଲାଭ ପ୍ରାପ୍ତି। ଆଗକୁ ଯିବା। ବାୟବ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ଏଥିରେ ବନ୍ଧୁ ସୁଖ ଯୋଗ୍ୟ। ଆଗକୁ ଯିବା। ନୈଋତ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସର୍ବ କାର୍ଯ୍ୟରେ ଲାଭ ପ୍ରଦ ଫଳ। ଆଗକୁ ଯିବା। ଈଶାନ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସନ୍ତାନ ସୁଖର ସଂକେତ। ଆଗକୁ ଯିବା। ରବିବାର ଦିନ ପୂର୍ବ ଦିଗକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ ଶୁଭ ଯୋଗ। ଆଗକୁ ଯିବା। ଦକ୍ଷିଣ ଦିଗକୁ ଗମନ କାଳେ ଛିଙ୍କ ହେଲେ ନାନା ଅପବାଦର କାରଣ। ଆଗକୁ ଯିବା। ଉତ୍ତର ଦିଗକୁ ଗମନ କାଳେ ଛିଙ୍କ ହେଲେ ସର୍ବ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତି। ତ ଆଗକୁ ଯିବା। ପଶ୍ଚିମ ଦିଗକୁ ଗମନ କାଳେ ଛିଙ୍କ ହେଲେ ବନ୍ଧୁ ଯୋଗ। ଆଗକୁ ଯିବା। ଆଗ୍ନେୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସମସ୍ତ ଦେବା କାର୍ଯ୍ୟରେ ବିଳମ୍ବ। ଆଗକୁ ଯିବା। ବାୟବ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ବନ୍ଧୁ ପ୍ରୀତି ଯୋଗ। ଆଗକୁ ଯିବା। ନୈଋତ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ମୃତ୍ୟୁ ହେବାର ଆଶଙ୍କା। ଆଗକୁ ଯିବା। ଈଶାନ୍ୟ କୋଣକୁ ଗମନ କାଳେ ଛିଙ୍କ ହେଲେ ସର୍ବ କାର୍ଯ୍ୟରେ ସିଦ୍ଧି ଯୋଗ। ଆଗକୁ ଯିବା। ହସ୍ତରୁ ଶୁକ୍ର କ୍ଷେତ୍ରରେ ତିଳଚିହ୍ନ ଥିଲେ ନାରୀ ସଚ୍ଚରିତ୍ରା। ଆଗକୁ ଯିବା। ଶୁକ୍ର କ୍ଷେତ୍ରରେ ତିଳଚିହ୍ନ ଥିଲେ ପୁରୁଷର ଅର୍ଥ ନାଶ। ଆଗକୁ ଯିବା। ବୃହସ୍ପତି କ୍ଷେତ୍ରରେ ତିଳଚିହ୍ନ ଥିଲେ ପୁରୁଷ ଓ ସ୍ତ୍ରୀଙ୍କର ଅଭାବ ଓ ଅନାଟନ ଯୋଗ। ଆଗକୁ ଯିବା। ଶନି କ୍ଷେତ୍ରରେ ତିଳଚିହ୍ନ ଥିଲେ ସ୍ତ୍ରୀ ଓ ପୁରୁଷଙ୍କର ନାନା ପ୍ରକାର ଜଟିଳ ଯୋଗ ଝଗଡ଼ା ନାନା ଦିଗକୁ ବିବାଦମାନ ଆସିଥାଏ। ଆଗକୁ ଯିବା। ରବି କ୍ଷେତ୍ରରେ ତିଳଚିହ୍ନ ଥିଲେ ସ୍ତ୍ରୀ ଓ ପୁରୁଷଙ୍କର ସମ୍ମାନ ହାନି କରାଇଥାଏ। ଆଗକୁ ଯିବା। ବିଧ କ୍ଷେତ୍ରରେ ତିଳଚିହ୍ନ ଥିଲେ ସ୍ତ୍ରୀ ଓ ପୁରୁଷଙ୍କର ବିଦ୍ୟା ଲାଭ ଓ ସିଦ୍ଧି ଯୋଗ। ଆଗକୁ ଯିବା। ମଙ୍ଗଳ କ୍ଷେତ୍ରରେ ତିଳଚିହ୍ନ ଥିଲେ ସ୍ତ୍ରୀ ଓ ପୁରୁଷଙ୍କ ପକ୍ଷେ ମୋକଦ୍ଦମା ଓ ଦୁର୍ଘଟଣା ଯୋଗ। ଆଗକୁ ଯିବା।
ଆୟୁରେଖା ଉପରେ ତିଳଚିହ୍ନ ଥିଲେ ସ୍ତ୍ରୀ ଓ ପୁରୁଷଙ୍କର ଅଳ୍ପାୟୁରେ ମୃତ୍ୟୁ ହୋଇଥାଏ। ଆଗକୁ ଯିବା। ଶିରରେଖା ଉପରେ ତିଳଚିହ୍ନ ଥିଲେ ସ୍ତ୍ରୀ ଓ ପୁରୁଷଙ୍କ ଲାଗି ଏହା ଉନ୍ନାଦ ଯୋଗର କାରଣ ହୋଇଥାଏ। ଆଗକୁ ଯିବା। ହୃଦୟ ରେଖା ଉପରେ ତିଳଚିହ୍ନ ଥିଲେ ନିଶଙ୍କତା, ଚନ୍ଦ୍ରକ୍ଷେତ୍ର ଉପରେ ତିଳଚିହ୍ନ ଥିଲେ ମିଥ୍ୟା କଳକ ଯୋଗ। ତ ବନ୍ଧୁ, ଆଜି ଆମେ ଜାଣିଲେ ପଣ୍ଡିତ କହିଲେ। ତ ବନ୍ଧୁ, ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ଶରୀରରେ କମ୍ପନ। ତ ସେହି ପର୍ଯ୍ୟନ୍ତ ରହୁଛି। ଆପଣ ସମସ୍ତଙ୍କୁ ନମସ୍କାର।